କୋଉ ସମାସ ଯାଏ ଯାଇଥିଲେ? କୋଉ ସମାସ ଯାଏ ଯାଇଥିଲେ କୁହ? ଯୋଉଟା ଛାଡିଛି ଏଇଟା କଣ ଲେଖିଛୁ? କଣ ଲେଖିଛୁ? ବିହଙ୍ଗର ବା ବହି ଲେଖିଥିଲା ମୁଁ ମନକୁ ଲେଖିନି। ପ୍ରହସିତ ବଦନଂ, ଏଇଟା ତୁମର ଇଏ ହବ କର୍ମଧାରୟ ସମାସ। କେମିତିଆ ବଦନ? ପ୍ରହସିତ ବଦନ। କର୍ମଧାରୟ ହେଇପାରିବ, କର୍ମଧାରୟ ହେବ। ଆଉ କ'ଣ ଦେଇଛି? ବହୁବ୍ରୀ ଦେଇଛି। ବହୁବ୍ରୀ ଦେଇଛି ଦେଖୁନୁ। ଲେଖିଛି ଏଇଟା ଫାଷ୍ଟ ଏଇଟା କ'ଣ କୋଉ ସମାସ ହେଇଛି? ଷଷ୍ଠୀ ତତ୍ପୁରୁଷ। କ'ଣ ତାର ଇଏ ବ୍ୟାସ ବାକ୍ୟ? ବିହଙ୍ଗ ମାନଙ୍କର ରାବ ଷଷ୍ଠୀ। ଆଉ କ'ଣ ତାପରେ ପ୍ରହସିତ ବଦନ କ'ଣ ଦେଇଛି? ହେଲା ପ୍ରହସିତ ହସିତ ମୁହଁ ଯାର କର୍ମଦ୍ୱାରା ବି କରିପାରିବ। ହେଲା ଭୋଜରାଜମ, ଭୋଜ ଦେଶ, ଭୋଜସ୍ୟ ରାଜମ। ଆଉ କ'ଣ ଭୋଜ ଦେଶର ରାଜା। ଆଉ ଭୋଜନାର୍ଥମ, ଏଟା ତ ଷଷ୍ଠୀ ହବନି। ଭୋଜନସ୍ୟ ଅର୍ଥମ, ଭୋଜନର ଅର୍ଥ। ଭୋଜନ, ଭୋଜନାର୍ଥମ, ଭୋଜନ ପାଇଁ। ଭୋଜନାୟ ଇଦମ, ସେଟା ଅବୟଭାବ ହବନି ତଳଟା। ବିନୟନ ସହ ବର୍ତ୍ତମାନ ସହାର୍ଥେ ବହୁବ୍ରୀ। ବର୍ତ୍ତମାନ ବହୁବ୍ରୀ ଦୀର୍ଘଇକାର ଏକ, ତାପରେ ହର୍ଷଇକାର। ଆଉ ଦେଖ କେଉଁ ସମାସ ଯାଏଁ ଯାଇଥିଲ? ଗ୍ରାମବାସୀ, ଗ୍ରାମର ବାସୀ ବା, ଗ୍ରାମସ୍ୟ ବାସୀ। ବହୁବ୍ରୀ ବି କରିପାରିବ। ଗ୍ରାମେ ବସତି ଯହ ସହ, ଯେ ତେ। ଗ୍ରାମେ ବସତି ଯେ ତେ, ଗ୍ରାମରେ ବାସ କରନ୍ତି ଯେଉଁମାନେ ସେମାନେ। ହଉ ଦିଅ କୁହ କେଉଁ ସମାସଟା ପଢ଼ିନି କହୁନ? ତତ୍ପୁରୁଷ ପଢ଼ିନି ବା, ଖାଲି ଷଷ୍ଠୀ ପଢ଼ିଛି। ହଉ ଦେଖ ଫାଷ୍ଟ ଦେଖ ତତ୍ପୁରୁଷ ସମାସ କ'ଣ ନା ପୂର୍ବ ପଦରେ ଦ୍ୱିତୀୟ ଠାରୁ ସପ୍ତମୀ ବିଭକ୍ତିର ଚିହ୍ନ ଥାଇ ପର ପଦରେ ନିର୍ଦ୍ଦିଷ୍ଟ ପଦ ଥିଲେ ତାକୁ ତତ୍ପୁରୁଷ ସମାସ କହୁଛୁ। ପୂର୍ବ ପଦରେ ଦ୍ୱିତୀୟ ଠାରୁ ସପ୍ତମୀ
विभक्तिर चिन्ह थिबो हला पूर्व पदरे द्वितीय ठारू सप्तम विभक्तिर चिन्ह थिबो आम ताकू सही समास कहब देख द्वितीय रहला ହେଲା ଦେଖ ଏ ସବୁ ପଦ ପୂର୍ବ ପଦରେ ଥିବ ଏ ସବୁ ପଦ पर ପଦରେ ଥିବ ହେଲା କୋଉ ପଦରେ ଥିବ ଏଗୁରା पर ପଦରେ विभक्ति रहिବ पूर्व पदरे देखे तथा धन प्राप्त एटा पूर्व पद ना पर पद प्राप्तटा पूर्व ना पर पदरे प्राप्त अच्छी पूर्व पदरे क्यों विभक्ति करवा कारण एतिक जगह द्वितीय एतिक तृतीय एम सब रही तो प्राप्त है बालकम एटी कौन हम धन प्राप्त है यहाँ द्वितीय तत्पुरुष समास गत गृहागत गृहं गत द्वितीय यही पद थिले ता देहरे द्वितीय कर बुझिपाल ना बुझिपाल देखे धन प्राप्त पर पदरे जदि यही पद थिब पूर्व पदरे ही विभक्ति करिवो पर पदरे प्राप्त अच्छी ये प्राप्त कौ विभक्ति अच्छी ताले पूर्व पदरे द्वितीय है देखे धनंग बालकं ये तृतीय गोटे देखे धनहीन हीन अच्छी पर पदरे पूर्व क्यों विभक्ति करवा बालकेन हला तापरे एटा देखे प्रजा सुखं प्रजा पाखे प्रजा हेले बहुवचन बालकाय बालकाभ्यम बालकेभ्यः प्रजाभ्यः सुखम चौर भय भय अच्छी पंचमी करदवा चौरात
ବୁଝିପାରିଲ ନା ନାଇଁ? ହେଲା ନଚ ତତ୍ପୁରୁଷ ପଢ଼ିଥିଲି ଆଉ ତୁ କେମିତି ନାକି ଦେଇଛୁ ନ ସତ୍ୟମ ଅସତ୍ୟମ କୋଉ ପରୀକ୍ଷା କଲେଜ ଏବେ ଦେଖ ଏଇଠି ଦେଖୁନ ଯଦି ଏଇଟା ଗୋଟେ ନଚ ତତ୍ପୁରୁଷ ସମାସ ମାନେ ନେଗେଟିଭ ହେଲା ନ ନାହିଁ ଯଦି ଏପଟେ ନ ଥିବ ଏପଟେ ଅ କରିବ ହେଲା ଏପଟେ ଯଦି ନି ଥିବ ନାସ୍ତି କରିବ ଆଉ ଯେମିତି କଲେ ଚଳିବ ଦେଖେ ନ ଶୋକଃ ନଥିଲେ କ'ଣ ହବ ଅଶୋକଃ ନ ଧର୍ମଃ ହେଲା ନ ଶୁଭଃ ତାପରେ ନି ଥିଲେ ନାସ୍ତି ନିରୋଗଃ କ'ଣ ହବ ନାସ୍ତି ରୋଗଃ ସଇଲା ତତ୍ପୁରୁଷ ସମାସ ଏତିକି ଆଉ କ'ଣ କୁହ କେଉଁ ସମାସ ଆଉ କୋଉ ସମାସ ରହିଥିଲା ତା ଦେଖ ଅବୈଭାବ ତତ୍ପୁରୁଷ ଦ୍ୱିଗୁ ଦ୍ୱନ୍ଦ୍ୱ ବହୁବ୍ରୀହି ଦ୍ୱନ୍ଦ୍ୱ ପଢ଼ି ନଥିଲେ ମାତା ପିତା ସ୍ତ୍ରୀଲିଙ୍ଗରେ ଆଗ ହବ ଯୋଉ ଏକ ଦୁଇ କରୁଥିଲ ଚ ଲଗଉଥିଲ ମାତା ଚ ପିତା ଚ ତିନିଟା ବାଳକ ଦି ବଚନରେ ଅଛି ଦିଟା ଚ ବାଳକାହ ବହୁ ବଚନରେ ଅଛି ତିନିଟା ଚ ଆଉ କୋଉ ସମାସ ଯାଇନି କୁହ ବହୁବ୍ରୀହି ଲେଖ ବହୁବ୍ରୀହି ବହୁବ୍ରୀହି ସମାସରେ ଅନ୍ୟ ଅର୍ଥର ପ୍ରାଧାନ୍ୟ ଆମେ ଧର କହିବା ତ୍ରିଲୋଚନ କାହାକୁ ବୁଝେଇବ ତିନିଟା ଆଖି ଯାହାର କାର ମୋ ନୁହଁ କାର ମହାଦେବଙ୍କର କିନ୍ତୁ ଏଠି ତ୍ରିଲୋଚନ ମହାଦେବଙ୍କୁ ବୁଝେଇବନି ଏଠି ତ୍ରିଲୋଚନ ଯାହାର ତିନିଟା ଆଖି ତାର ଯୋଉ ତିନିଟା ଆଖି ହେଲା ସେ ତ୍ରିଲୋଚନ ତୋର ହେଲେ ତୋ ତ୍ରିଲୋଚନ ଆର ହେଲେ ବି ଏ ତ୍ରିଲୋଚନ ଏଇଠି ଗୋଟେ କରିଦଉନ ଏମିତି ମୁଣ୍ଡରେ ଏମିତି ଯୋଉଟା କରି କରିଦଉନ ଯୋଉଟା କରିଦଉନ ଏଇଠି ମାର୍କ କରିଦିଅ ଦେଖ ତ୍ରିଲୋଚନ ଯେମିତି ଶିବଙ୍କୁ ବୁଝଉଥିଲା ଏଠି ଶିବଙ୍କୁ ବୁଝେଇବନି ଯାହାର ତ୍ରିଲୋଚନ ସେ ହେଲେ ତ୍ରିଲୋଚନ ଦେଖ ଚକ୍ରଧର ଗୋଟେ ଲେଖିବା ଚକ୍ରଧର ତା ମାନେ ଚକ୍ରକୁ ଧରିଛି ଯିଏ ଦେଖ ଚକ୍ରକୁ ବାଳକଙ୍କୁ ଚକ୍ରକୁ ଚକ୍ର ଧାରଣ କରିଛି ଧାରୟତି ଯିଏ ଯହ ସହ ଆଉ ଗୋଟେ ଲେଖିବା ବୀଣା ପାଣି କିଏ ସରସ୍ୱତୀ କିନ୍ତୁ ଏଠି ତୁମର ଯିଏ ବୀଣା ଧରିବ ସେ ବୀଣା ପାଣି ମାନେ କ'ଣ
ପାଣି ମାନେ କ'ଣ? ପାଣି ମାନେ କ'ଣ? H2O। ହଁ ପାଣି ମାନେ ହାତ। ପାଣି ମାନେ ହାତ ହେଲା। ଯେଉଁ ବାହାଘର ହଁ ବାହାଘର କାର୍ଡ଼ରେ ଯେଉଁ ଲେଖାଯାଏ ମଙ୍ଗଳ କୃତ୍ୟ ବିବାହ ପାଣି ଗ୍ରହଣ ଲେଖାଏନି। ଆଉ ବିବାହ ପାଣି ଗ୍ରହଣ ମାନେ କ'ଣ? ଲୋକ ଭାବନ୍ତି ପାଣି ଗ୍ରହଣ ମାନେ ପାଣି ତୋଳା। ନା, ପାଣି ଗ୍ରହଣ ମାନେ ହେଲା ହାତ ଗ୍ରହଣ। କାହା ହାତକୁ କିଏ ଗ୍ରହଣ କରିବ? ଝିଅ ହାତକୁ କିଏ ଗ୍ରହଣ କରିବ? ପାଣି ଗ୍ରହଣ। ଇଏ ବିଣା ପାଣି, ବିଣା ପାଣିରେ ଅଛି ଯାହାର। ପାଣି ମାନେ କ'ଣ? ଦେଖ, ବୀଣା ଦିଟା ହାତରେ ଏମିତି ମା ଧରିଥାନ୍ତି ତ, ବାଳକ ଦିଟା ବାଳକ ଏଇଟା ହବ ପାଣଉ। ସ୍ତ୍ରୀଲିଙ୍ଗ ବୋଲି ଲାଗିଲା ଏଠି, ଯେମିତି ଯସ୍ୟା ଯାହାର ସ୍ତ୍ରୀଲିଙ୍ଗରେ ସା ହେଲା। ଆଉ ଗୋଟେ ଦେଖ, ଶୂଳହସ୍ତା କିଏ କୁହ? ଶୂଳହସ୍ତା ଆସିବନି? ଶୂଳ ମାନେ ହେଲା ତ୍ରିଶୂଳ। ଶୂଳ ମାନେ ତ୍ରିଶୂଳ, ହସ୍ତ ମାନେ ଯିଏ ହାତରେ ଧରିଥାନ୍ତି। ଦୁର୍ଗା ଦେଖ, ହସ୍ତ ହେଇଥିଲେ ପୁଲ୍ଲିଙ୍ଗ, ହସ୍ତ ହେଇଥିଲେ ପୁଲ୍ଲିଙ୍ଗ। ଏଠି ହସ୍ତ ଅଛି ମାନେ ଲତା ଶବ୍ଦ, ସ୍ତ୍ରୀଲିଙ୍ଗ ଶବ୍ଦ। ତାହେଲେ ତ୍ରିଶୂଳ ହାତରେ ଅଛି ଯାହାର ସେ। ଦେଖ, ତ୍ରିଶୂଳଟି ଧର ଶୂଳଃ, ହାତରେ ଦି ହାତରେ ତ ବାଳକ ହସ୍ତଉ। ସା ଯଦି ଶୂଳ ହସ୍ତ ହେଇଥାନ୍ତା, ଶୂଳଃ ହସ୍ତେ ହସ୍ତଉ ଯସ୍ୟଃ ସଃ ହେଲା। ତାପରେ ଆଉ କ'ଣ କୁହ? ଆଉ ଗୋଟେ ସହାର୍ଥେ ବହୁବ୍ରୀହି ଦେଖ, ଯଦି ସ ଲାଗିଥିବ ତାହେଲେ ସେ ଜାଗାରେ ତୃତୀୟା ବିଭକ୍ତି କରିବ। ଯଦି ସ ଲାଗିଥିବ ହେଲା, ଯଥା ସ ପରିବାର ଲେଖ ନା ନାହିଁ କାର୍ଡ଼ରେ, ଅମକ ସପରିବାର। ସଟା କାହା ଦେହରେ ଲାଗିଛି? ପରିବାର ପାଖରେ ତୃତୀୟା କର। ବାଳକେନ ପରିବାରେଣ ସହ ବର୍ତ୍ତମାନଃ। ସସ୍ୱର ସ୍ୱରେଣ ସହ ବର୍ତ୍ତମାନ। ସବିନୟଂ ବିନୟେନ ସହ ବର୍ତ୍ତମାନଃ ଲାଗିବ। ବହୁବ୍ରୀହି ସମାସ ବା। ହେଲା। ସମାସ ହେଲା ଏତିକି। ଆଉ କେଉଁ ସମାସରେ ଡାଉଟ୍ ଅଛି ଦେଖ, ତତ୍ପୁରୁଷ କର୍ମଧାରୟ ଦିଗୁ ଦ୍ୱନ୍ଦ୍ୱ ବହୁବ୍ରୀହି ଏସବୁ ଯେଉଁ ପଢ଼ିଲେ କେଉଁଟା ଡାଉଟ୍ ଅଛି ଯଦି ଦେଖ। ସବୁ କିଛି ଦରକାର ନାହିଁ ତୁମର, ତଥାପି ଦେଖ କହିଦେଉଛି। ଉପପଦ ରୂପକ ଉପପଦ ପ୍ରାୟ ଦରକାର ନାହିଁ। ଉପପଦ୍ୟ ନିତ୍ୟ ବହୁତ ଅଛି, ଦେଖ କହିଦେଉଛି। ଅଲୁକ୍ ସମାସ ଗୋଟେ ଅଛି।
ଭୋଜନାୟ ଇଦମ୍ ସେଟା ହବ ତୋର ନିତ୍ୟ ସମାସ। ଲେଖୁନ ନିତ୍ୟ ସମାସ ଲେଖିଦିଅ। ନାଇଁ ସବୁ ସମାସ ବି ଟିକେ ଟିକେ ଲେଖିଦେଇଥାଉ, କାହିଁ ଛାଡ଼ିବା। ଛୋଟ ଛୋଟ ତ। ମଧ୍ୟପଦ ଲିପି ଜାଣିଛ। ଲେଖ ଆଗ ଉପମେୟ ଯାହାକୁ ତୁଳନା ଦିଆଯାଏ, ଯାହାକୁ ତୁଳନା ଦିଆଯାଏ ତାହାକୁ ଉପମାନ କୁହାଯାଏ। ହେଲା, ଯାହା ସହିତ ତୁଳନା ଦିଆଯାଏ ତାହାକୁ ଉପମାନ କୁହାଯାଏ। ଉପମାନ ଲେଖିଲ, ଯାହା ସହିତ ଉପମେୟ, ଯାହାକୁ ସେଟା ଉପମେୟ। ଯାହା ସହିତ ଉପମାନ, ଦୁଇ ଜଣ ଉପମେୟ ଉପମାନ ମଧ୍ୟରେ ଥିବା ସମାନ ଗୁଣକୁ, ଉପମେୟ ଉପମାନ ମଧ୍ୟରେ ଥିବା ସମାନ ଗୁଣକୁ ସାଧାରଣ ଧର୍ମ ହେଲା, ପରିଜେସନ, ପରି ଲେଖେ ପରିଜେସନେ, ହଁ ପରିଜେସନ ଇବ, ଇବ ମାନେ ହେଲା ଭଳିଆ ହେଲା, ପରିଜେସନ ଇବ ହର୍ଷେଇବ ଇବ ଆଦି ପଦକୁ ଲେଖ। ଆଗ ଉପମାନ ଉପମେୟ ବୁଝିଦିଅ। ଉପମାବାଚକ ଶବ୍ଦ ହେଲା, ଦେଖ ମୁଖଟି ଚନ୍ଦ୍ର ପରି ସୁନ୍ଦର। ଏଠି କାହାକୁ କାହା ସହିତ ତୁଳନା କରାଯାଇଛି? ମୁଖକୁ। ତାହେଲେ ମୁଖ ହେଲା କଣ? କାହାକୁ ତୁଳନା? ଦେଖୁନୁ କଣ ମୁଖ? କାହା ସହିତ? ଦି ଜଣଙ୍କ ଭିତରେ ସମାନ ଗୁଣ କଣ? ଇଏ ସୁନ୍ଦର, ସେ ବି ସୁନ୍ଦର ହେଲା। ଏଇଟା କଣ? ସାଧାରଣ। ଏଟା ହେଲା ଉପମାବାଚକ ଶବ୍ଦ। ବୁଝିପାରିଲ ନା?
ଲେଖ ତୁଷାର ଧବଳ ସମାସ ଲେଖୁନ ଉପମାନ କର୍ମଧାରୟ ସମାସ ଲେଖ। ବରଫ ଭଳିଆ ଧଳା ଦେଖି ତାହେଲେ ତୁଷାର ଏଇ ଯୋଉ ଇବଟା ହେଲା ଭଳିଆ ହେଲା ବୁଝିପାରିଲ ଶିବ କର୍ପୂର ଗୌରଙ୍ଗ ବୋଲୁଛ କର୍ପୂର ଧଳା ନା ଇଏ ଧଳା ନା କର୍ପୂର ଶିବ ହେଲେ କଣ କର୍ପୂର ଭଳିଆ ଧଳା କର୍ପୂର ଗୌରଙ୍ଗ କରୁଣାବତାରମ୍ ବୋଲୁନ ତାପରେ କଣ ଭୁଜଗେନ୍ଦ୍ର ରବି ସାରମ୍ ତାପରେ ଭୁଜଗେନ୍ଦ୍ର ହାରମ୍ ତାପରେ ସଦା ବସନ୍ତଂ ଭବଂ ଭବାନୀ ସୈତଂ ନମାମି ଦେଖ ବରଫ ଭଳିଆ ଧଳା ତୁଷାର ଇବ ଧବଳ ଆଉ ସେମିତି କଣ କୁହ ଘନଶ୍ୟାମ କଳା କଳା ଭଳିଆ ମେଘ ଦେଖ ମେଘ ଭଳିଆ କଳା ଘନଶ୍ୟାମ ହଁ ଲେଖ ନା ଝିଅ ଏମିତି ଲେଖିଦେଲେ କେତେ ବଢିଆ ହୁଅନ୍ତାନି ବୁଢା ଲୋକଟାକୁ କେତେ ଉଠଉଛ ହଁ ଏଇ ଆଜି କଣ ପାଠ ଦିଆହବ ତାକୁ ଫଟୋ ଉଠେଇ ଗ୍ରୁପରେ ଛାଡ଼ିବି ଠକୁଛୁ ନା ଯେତେବେଳେ ପଚାରିଥିବ ନାହିଁ କିଛି ଦିଆହେନି ଠକ ମାନେ ହେଲା ସେ କହିଲେ ଉପମାନ ଉପମେୟ ବୋଧକ ପଦ ଦୁଇଟିର ସମାସକୁ ଉପମାନ କର୍ମଧାରୟ ସମାସ ଯୋଉଥିରେ ଉପମାନ ଉପମେୟ ଥିବ ତାହାକୁ ଆମେ କେଉଁ ସମାସ କହୁଛୁ କର୍ମଧାରୟ ସମାସ ତାପରେ ଲେଖିବା ପୂର୍ବ ପଦରେ ଉପମ ଉପମେୟ ବାଚକ ପଦ ଲେଖ ନା ଏ ଦେଖ ଏ ଦି ଜଣଙ୍କର ଇତ ଗଲା ଏଇ ଯୋଉ ଉପମିତ ଲେଖ ଉପମିତ କର୍ମଧାରୟ ସମାସ ଲେଖୁନ ଉପମାନର ଗୋଟିଏ ଉଦାହରଣ ଲେଖିଦିଅ ସୂତ୍ରଟା ଲେଖିଦିଅ ଉପମାନ ଯୁକ୍ତ ଉପମେୟ ଲେଖୁନୁ ଉପମାନ କର୍ମଧାରୟ ସମାସରେ ଲେଖ ଉପମାନ ଯୁକ୍ତ ଉପମେୟ ହେଲା ଦେଖ ଆମେ ଯୋଉ ଲେଖିଛୁ ଏଠି ତୁଷାର ଧବଳ ତୁଷାର ହେଲା କଣ ଉପମାନ ଧବଳ ହେଲା ଧଳା ଭଳିଆ ଉପମେୟକୁ କେବେ ଧରିପାରିବନି ଉପମେୟ ହେଲା କଣ ଉପମେୟ ଯୋଉ ଧବଳ ହେଲା ଉପମେୟ ବରଫ ହେଲା ଉପମାନ ବୁଝିପାରୁଛ ତ ଏଠି କାହା ସହିତ ତୁଳନା କରାନି ଆମେ ଯୋଉ ସେଠି ଲେଖିଥିଲୁ ମୁଖଟି ଚନ୍ଦ୍ର ଭଳିଆ ସୁନ୍ଦର ସେଟା ମୁଖ ଥିଲା ଚନ୍ଦ୍ର ଥିଲା ଏଠି କାହା ସହିତ କମ୍ପେୟାର କରାନି ବରଫ ଭଳିଆ ଧଳା କଣଟା ବରଫ ଭଳିଆ ଧଳା କିଛି ଦେଇଛି ମେଘ ଭଳିଆ କଳା କଣଟା ମେଘ ଭଳିଆ କଳା ଉପମିତ ଲେଖ ଖାଲି ସୂତ୍ର ଲେଖ ଉପମିତ କର୍ମଧାରୟ ସମାସ ଲେଖ ଉପମେୟ ଯୁକ୍ତ ଉପମାନ ତାର ଉଲ୍ଟାଟା ଏଠି ଆଉ କଣ ଏଠି ଇବଟା ଉପମାନରେ ଇବଟା ମଝିରେ ଲାଗୁଥିଲା ଏଠି ଶେଷରେ ଲାଗିବ ବରଫ ଭଳିଆ ଧଳା ଗୋଟାଏ ପଦରେ ଦେଖ ମୁଖ ସୁନ୍ଦର ହେଲା ମୁଖ ସୁନ୍ଦର କାହା ସହିତ କମ୍ପେୟାର କରାଯାଇଥିଲା କିନ୍ତୁ ଯଦି ମୁଖଟି ଚନ୍ଦ୍ର ଆଉ ଚନ୍ଦ୍ର ସହିତ କମ୍ପେୟାର କରା ଏଇ ଜାଗାରେ ହବ ଉପମିତ ଦେଖ ଗୋଟିଏ ଉଦାହରଣ
पुरुष व्याघ्र पुरुष व्याघ्र पुरुष व्याघ्र माने कौन मेल टाइगर अरे पुरुष व्याघ्र माने कौन मेल टाइगर ना पुरुष व्याघ्र माने हला जो पुरुषटा बाघ भलिया माने कौन नांज थव पछे आउ बलवान सेमतिया हेतव हला से हला पुरुष व्याघ्र ताले कौन हम ये लेख पुरुष व्याघ्र इव देख से इवटा मझिरे लगी कौ समास एठी शेष लगुच पुरुष व्याघ्र इव नरसिंह लेख नरसिंह नरटा सिंह भाया दाढ़ी फाड़ी एत पछपटे गोटे नांज थव चटकट इव हला तापर लेख रूपक कर्मधारय समास रूपक कर्मधारय समास मान कौन कल दीटा भीतर देखा अलग किंतु गुण गोटाए हो जेमती विद्याधन लेख विद्याधनम आर भी सेम सूत्रटा लिखिदौन दीटा भितर गुण सामान है लेख पूर्वपद युक्त एव युक्त परपद विद्याधनम एव माने हैला भी रूपक है ताले विद्याटा मूल्यवान देख विद्या जा धन से विद्या है बही धन है नोट गांधी मुंड नोट दीटा मूल्यवान ना नहीं गुण दीटा सामान ना नहीं विद्याटा जमी तुम महत्वपूर्ण धनटा भी सेमती महत्वपूर्ण नुह विद्या रूपक धन ताले विद्या एव धनम लेख जा देख सबुठार सहज है कौ समास रूपक कर्मधारय समास जो दीटा पद दे खाली मझे एव गलई दब हाँ लेख शोक सागर दीटा को प्रथमा करदब आ कौन शोक एव सागर है गोटे नित्य समास गोटे लेख नित्य समास भी कर्मधारय समासर आज्ञा सर कर्मधारय समासर अंतर्भुक्त नित्य समास है नित्य समास कौन कहल जार व्यास वाक्य ना व्यास वाक्य ना धर बन्ने देखुन गोटा बन्ने बन्नेचर बन्नेचर ता माने कौन चरे बन बन रे जे चरे से है कौन कले भांगिले कौन हम बन रे कौन हम देख सेपटे भी बन्ने अच्छी ना नहीं ता तलू गोटा लेखे बनचर लेखे दीटा लिखिले बनचर आग लेखे ताक भांग बन्ने चरंती जे बनरे चरे चरे जे सेपटे सप्तमी होता एक पदरे जोटा समस्त पदरे सप्तमी होता ना सप्तमी अरे ये सप्तमी होती बने होता कौ समास हम बहुब्री हो पार कि ऊपर पदटा देख सेपटे अच्छी बने एपटे लिखिले भी सही बने लिख समास कटी जो विभक्ति कटी कि सेपटे कटी ना यहाँ है तुम नित्य समास भोजनार्थम लिखुन भोजनार्थम आ भोजनार्थम ता माने कौन भोजन पठनार्थम पढ़ाई ताको पुणी भांग कौन भोजनाय इदम
ହେଲା ନା? କ'ଣ ଅସୁବିଧା ଅଛି ଯଦି କୁହ। ଦେଖିବା 5ଟି ସମାସ ଡାକୁଛି, ଲେଖିକି ଦେଖିଲ। ବୃକ୍ଷ ପତିତ, କୃଷ୍ଣମୁଖ, ବୃକ୍ଷ ପତିତ, କୃଷ୍ଣମୁଖ, ପାପପଙ୍କ, ପଙ୍କ, ପଙ୍କ ଲେଖିଲୁ ହେଲା। ନିର୍ଲୋଭ, ଶିକ୍ଷକ, କଲ। ବ୍ୟାସବାକ୍ୟ ଲେଖ, ସମାସ ନାଁ ଲେଖ। ହଁ, ବ୍ୟାସବାକ୍ୟ କୋଉ ଗୁରା ଯୋଉ ଏକ୍ସପ୍ଲେନ୍ କରି ଲେଖୁଛୁ ସେଇଟା ବ୍ୟାସବାକ୍ୟ। ବୁଝିପାରୁଛୁ ତ? ବୁଝିପାରୁଛୁ ନା ନାଇଁ? ଇଏ କରୁଛି କେମିତି? ଆସୁନାହିଁ? ଏଇଠି ସହଜ ଗୁରା ହେଲା। କ ଫାଷ୍ଟ କୁହ, କୁହ କ'ଣ? ବୃକ୍ଷ ପତିତ, ପତିତ ଦେଖେ ଷଷ୍ଠୀର ପଞ୍ଚମୀରେ ଅଛି, ତତ୍ପୁରୁଷ ସମାସରେ ପତିତ ପଞ୍ଚମୀରେ ଅଛି। ତାହେଲେ ପତିତ ଅଛି ମାନେ ସେପଟେ ପଞ୍ଚମୀ କରିଦେବ, ବାଳକାତ ବୃକ୍ଷାତ, ଆଉ ବୃକ୍ଷାତ ପତିତ। ହ୍ୟାଲୋ, ହଁ ଆଇଛି। ତାପରେ ଦେଖ, କୃଷ୍ଣମୁଖ, କୃଷ୍ଣ ଇବ ମୁଖ, କୃଷ୍ଣ ଭଳିଆ ମୁଖ। କୃଷ୍ଣ ମାନେ ହେଲା କଳ, ପାପ ଭଳିଆ ପଙ୍କ, ଏ ଦିଟା ଏକ ସମାନ ଗୁଣ। ଏଇଟା ହେଲା ଇବ, ହେଲା ପାପ ଇବ ପଙ୍କ। ତାପରେ ବୁଝିପାରୁଛଟି? ନାସ୍ତି ଲୋଭ, କ'ଣ କହିଲୁ? ଶିକ୍ଷକ, ଶିକ୍ଷା ଦାନ କରନ୍ତି ଯିଏ, ଲେଖୁନୁ। ଶିକ୍ଷାଙ୍ଗ ଦଦାତି ଜହ ସହ ବହୁବ୍ରୀ, ଶିକ୍ଷାକୁ ଦାନ କରନ୍ତି ଯିଏ ସେ। ଏଟା ଶିକ୍ଷା ଦାତା ହବ ଆଉ କ'ଣ, ସେପଟେ ଶିକ୍ଷା ଦାତା କରିଦିଅ ହେଲା। ନେକ୍ସଟ କ୍ଲାସ୍ ପାଇଁ ଲେଖିଦିଅ ହୋମୱାର୍କ। ଆମର ଉପମନ୍ୟୁ କଥା ଯାଇଛି। ହଁ, ଦେଖ, ଉପମନ୍ୟୁ କଥା, ପରହିତ ସାଧନ, ମୁଦ୍ରିକା ପ୍ରାପ୍ତି, ଚନ୍ଦ୍ର ଭୂପତି କଥା ବୋଧେ ପଢ଼େଇନି ନା ପଢ଼େଇଛି? ଶଶମୀରା ପଢ଼େଇଛି। ପଢ଼େ କବିମାନଙ୍କ ବିଷୟରେ ପଢ଼େଇନି?
लेख आसंता क्लास में पाठ लेख मुद्रिका प्राप्ति आउ वाल्मीकि कालिदास पढ़ी थी। हाँ पचारि बंद कर देलु लिखी बंद कर लिखी मुद्रिका प्राप्ति वाल्मीकि कालिदास आउ ट्रांसलेशन पढ़ी थी तुम द्वितीय विभक्ति पर्यंत कौ जगह केमती हम द्वितीय कवि विषय कौन लिखते के जन्म कौन द्वितीय पर्यंत पढ़ी थी माने कौन अरे वाल्मीकि कालिदास कवि विषय पढ़िए वाल्मीकि ये कवि या लिखते जन्म ए बही ना थब परा तुम कोर्स रे अच्छी इंटरनाल लेवा पकाउछंती ससेमीरा कथा विष्णु शर्मा तुम पकाउछंती सरीगलानी हम आंकर प्राय सैलानी आनुअल परीक्षा करेंगे ना इंटरनाल आनुअल पार्ट आनुअल ये 20 आनुअल 80 सेकेंड ईयर भी से सेकेंड ईयर एत विषय ना 4टी विषय यह पाठ आउ द्वितीय विभक्ति पर्यंत ट्रांसलेशन पढ़ते माने जे जोटी बसिले द्वितीय गुरा पढ़ेनी बुझेनी गुरु आसन रे बसचंदी बुझेनी ओ छाड़ शब्द धातु पढ़ते आसंता क्लास रे कारक विभक्ति बुझेदेवी कारक विभक्ति बुझिले ट्रांसलेशन गुरु आसन रे बसचंदी कौन हो अध्यास्ते बसिबा अर्थ होला अध्यास्ते जोठारे बसिबे से जगह रे द्वितीय हो अध्यास्ते जोग जेंति आमे पढ़िलु पतित पंचमी भय पंचमी पढ़िलु नहीं तत्पुरुष समास सेमती अच्छी पद यही जोगरे द्वितीय यही जोगरे तृतीय यही जोगरे पंचमी परितः चारि पाखरे जोगरे द्वितीय घर चारि पाखरे वृक्ष गुड़िक अच्छी परितः लगे परितः जोगरे क्यों विभक्ति द्वितीय ताले गृहंग परितः वृक्षा सन्ति तुम जब कह घर चारि पाखे तुम जब कह गृह से परितः भूल कारण परितः जोगरे द्वितीय लगे बाध्य बुझेद आसंता क्लास पढ़ी